जाम है हेलो सांग मैंने गुड मॉर्निंग आपण मन स्वागत करछि आम पात्र परिया ब्लॉग को आज आम भाई भौणी जीवु गोटे नुआ जगह को सेटा घटगाँ दर्शन करी ना कौन से भी बाहरी सारे आम दी जन मिसिक आज घटगाँ दर्शन कर जीवु चलतु आप देखिए सब एंजॉय करेंगे आपण भी देखी पचे बाड़े उड़ू हाँ तो आम सब बाहर की जिमु है तो ये ना माँ परिया काटुंट आम गला पर से रोषे करेंगे ना कौन ना शीत तो हो कई घर बाहर ना आंटी ये बस खरा काट बोली बस पड़ते से खरा खाइबे हाँ पिंधि ना मतलब बाहर पड़े टे मैंने आम रेडी हेलु जिमु बोली घटगाँ सी ना गाड़ी बाहर कर मैंने सब जिमु है ना घटगाँ जिमु दर्शन कर ठाकुर को दे आन चल जा मैंने तो आम घटगाँ पाखापाखि पहुँचू पहुँची ना जंगल पारी हेल्ले जामें घटगाँ मंदिर बाहर पहुँचू गोटे किलोमीटर है घटगाँ मंदिर पहुँचापी तो आप देखिए आम गोटे किलोमीटर पर घटगाँ मंदिर सांग मैंने ये बहुत शीत कितु ये जंगल जगह ना तो ये बेसी शीत लगुच फाइनाली आम से घटगाँ मंदिर कतरे पहुँची सारी तो आम नहीं भोग किणमु खाली दीप दीटा दिया नड़िया भी दिया तो मैंने मंदिर भीतर जिमु आम जिमु भर को भोग करने तो सब सामग्री सब नहीं जाइए भोग सामग्री तो आम जी सब भोग करने भीड़ थी कौन कांडी भीड़ थी जाम है आम सब सब सरी पूजा सारूनी ठाकुर दर्शन कर सारूनी
ଏବେ ଆମେ ଯିବୁ ଆଉ ଗୋଟେ ନୂଆ ଜାଗାକୁ ଚାଲନ୍ତୁ ଆପଣମାନେ ଦେଖିବେ ଆଉ ଆପଣମାନେ ବି ଏନ୍ଜୟ କରିବେ। ତ ଆମେ ବି ଏଇନା ବାହାରି ଆସିସାରିଛୁ ଆମେ ଯିବୁ ଆଉ ଗୋଟେ ଜାଗାକୁ ଚାଲନ୍ତୁ ଯିବା। ମାନେ ଆମେ ଏବେ ମନ୍ଦିରରୁ ବାହାରିକି ଆସିସାରିଲୁଣି ଆଉ ଏବେ ଯାଉଛୁ ଆମର ଅଜା ଘର କାରଣ ସିଏ ଆଉ ଡାକିଲେ କହିଲେ ଆଉ ସକାଳୁ ଆସିଲା ଏଇଠି ଏତିକି ଆସିପାରିବନି ନା ତ ସେଇଥିପାଇଁ ଆମେ ଯାଉଛୁ ଅଜାକୁ ଦେଖା କରିବା ପାଇଁ ନା କଣ? ହଁ ଟାଙ୍ଗର ତଳି ସେଇଠୁ ଅଳ୍ପ ଦୂର ହେଇଛି ସେଇଠି ଆମେ ଯାଉଛୁ। ଭଲ ଜାଗା ଅଛି ଜାଗା ହଁ ଏଇଠି ବୁଲିବା ଭଲ ଭଲ ପ୍ଲେସ୍ ବି ଅଛି ଆମର ବୁଲିକି ଆସିସାରିଲୁଣି। ସାଙ୍ଗମାନେ ଏଇପଟେ ହଉଛି ଗୁଞ୍ଚାହାଟି ଆଉ ଏଇଟା ଗୋଟେ ଭଲ ଜାଗାଟେ ବୁଲିବା ପାଇଁ ବି ଭଲ ହେଇଛି। ଏଇପଟେ ବେଶୀ ଶୀତ ଲାଗେ ନା ଜଙ୍ଗଲ ଜାଗାରେ ହେଇଯାଏ ବେଶୀ ଶୀତ ଲାଗେ। ଆଉ ଅଳ୍ପ ବାଟ ରହିଲା ଆମ ଅଜାଙ୍କ ଘର ଏଇଟା ତ ଆମ ଗାଁଟା। ସାଙ୍ଗମାନେ ଫାଇନାଲ ଆମେ ଆସି ଆମ ଅଜାଙ୍କ ଘରେ ପହଞ୍ଚି ଯାଇଛୁ। କେତେ ରାସ୍ତା ପରେ କେତେ ଘଣ୍ଟା ପରେ ଅଜା ଏଠି ବସିଛନ୍ତି। ନା ନଥିଲେ ତମର ଭିଡ ନଥିବ ନା ଦେଖ ଆମ ମାଉସୀ କଣ କରୁଛନ୍ତି ବାଟୁଛନ୍ତି ଆଉ ରୋଷେଇ କରିନାହାନ୍ତି ଏପର୍ଯ୍ୟନ୍ତ। ଦେଖ ମାଉସୀ କଣ କରୁଛନ୍ତି ଘରକୁ ଗଲି ଆଉ ମଜା କରୁଛି। ତ ମାଉସୀ ଆମର ରୋଷେଇ କାମ ଲାଗି ଯାଇଛନ୍ତି ଆମେ ଖାଇମୁ ବୋଲିକି ନା କଣ ମାଉସୀ ଆଉ ମୁହଁଟା କାଲି ଲୁଚଉଛ ସମସ୍ତେ କାଲି ଲାଜିବ ଆଉ ଲାଜିବ ମୁହଁ ତମର ତ ମୁହଁଟା ମୁଁ ଦେଖିବାକୁ ଚାହୁଁନା ଆମ ରୋଷେଇ ଦେଖିବାକୁ ଚାହୁଁଛୁ ଆମେ ଖାଇକି କଣ ଯିବୁ। ହଁ ତ ସାଙ୍ଗ ଚାଲନ୍ତୁ ଆପଣମାନେ ଦେଖେଇମି ମାଉସୀର ବାଡ଼ି। ଆଉ ଏଇଠି କାମ କରୁଛନ୍ତି କଣ ଏଠି କଣ ଗଛ ଲଗେଇବ ନା କଣ ଏଇ କି ଗଛ ଆଉ ଏଠି ଗାଧଉଛି ଯାଉନୁ ସେ ଭିତରକୁ ଇଏ ହଉଛନ୍ତି ମୋ ଆଈ। ତ ଏପଟେ ଆମ ରୋଷେଇ ଚାଲିଛି ସରିନି ଏପର୍ଯ୍ୟନ୍ତ ଆଉ ଜଗା ବଗିଚା ଭୋକ ଲାଗିଲାନି ସେ ତାର ଖାଇଲାଣି ଏକା ଏକା ଖାଇଯାଉଛି। ଏପଟେ ରୋଷେଇ ସରିନି ମାଉସୀ ଶାଗ ଭାଜୁଛନ୍ତି ଆଉ ରୋଷେଇ ବି ଶିଖିବ ତାର ନା କଣ ମୁଁ କାଇଁ ଦେଖିବି କି ମାନେ ତମ ଘରକୁ ଆସି ଶାଗ ଦେଖିବା ପାଇଁ ଆସିଛି କେମିତି ହେଇଥିବ ହେରା ମୁଁ ଜାଣିନି କି ତ ମୋର ହେରା ଦେଇଛ କଣ ପାଇଁ ଖରା ହଉଛି ମାଉସୀ ଆମର ଭାଇ ଲାଜ କରୁଛ ଲାଜ କରି ଲୋକ ଖାଉଛି ମାଉସୀ ମୁଁ ନିଜେ ଆସି ଖୋଲିକି ନିଜେ ଘରେ ମୁହଁ ଦିଆଉଛି କଣ କହିବି ଆଉ କି ଦୁଃଖ ଛୁଆଟା लो ମୁଁ ନିଜେ ମୁହଁ ଧୁଏମି ଛାତି ଦେମି ପାଣି तो फोन टा जीव नष्ट है ମୋ ଫୋନ୍ ଯାଉ ସଜାଡ଼ି ପାରିବିନି ଆଉ चिताटा केते सुंदर लागिथिला खोल दउची ଆଉ ଧୋଇ ଦେବି ନାହିଁ कोन पे धुइबु कि ना ଆଉ ତମେ ଆମ ଘରେ ତ ଆମ ରହିଯା ତ ଭଲ ଆମ ପାଣ୍ଡେ ତ ଭଲ ଗାଧେଇ ପଡ आ तू गाधोनु चलो पुखरी नहीं छाड़ीबी गाधे गाधे एती घरे बेसी कथा कहना आ चलनु पुखरी नहीं देबी की की हम पानी ले गाधीबु तुम हमर पानी नहीं
ତମ ପାଣ୍ଡା ତ କାଳିଆ ପାଣ୍ଡା କି ଆଧେ କମି ଯାଉନି। ହେଇପା ଆସୁ ଆସୁ ଭଲ ପାଣି ବୋଲି ମୁହଁ ଧୋଉଛୁ। ଏକ ଆମ ମୁହଁଟା ଧୁଏମିନି ଛାଡ଼ିଲା ନା। ସାଙ୍ଗମାନେ ଆମେ ଏବେ ଖାଇବାକୁ ବସି ସାରିଲିନି। ମତେ ଭୋକ ଲାଗିଲାଣି। ଆଉ ଆଜି ପାଇଁ ଏଇ ଭିଡ଼ିଓ ଏତିକି। ଯଦି ଆପଣଙ୍କ ଏଇ ଭିଡ଼ିଓ ଭଲ ଲାଗୁଥିବ ତେବେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିଦେବେ। ତ ରହୁଛି ଜୟ ଜଗନ୍ନାଥ।